ଓଡ଼ିଆ ସିନେମାର ଟିକେଟ୍ର ଦାମ୍ କମିବ ନା ନାହିଁ ଓ ମାନେ ସିନେମା ହଲ୍ ଗୁଡ଼ିକ ବ୍ଲକ୍ ଲେବୁଲ୍‌ରେ ଖୋଲିବ ନା ନାହିଁ, ଏ ଉପରେ ଆପଣଙ୍କର କ'ଣ? ଏକ୍ଜାକ୍ଟଲି ମୁଁ ସେଥିପାଇଁ କହିଲି ଯେ ଏଇ ଯେଉଁ ଜିନିଷଟି ଆପଣ କହିଲେ, ଏଇ ଜିନିଷଟି ମୁଁ ସେଥିପାଇଁ କହିଲି ଯେ ଯେଉଁମାନେ ଆମର ବିଭିନ୍ନ ବିଭିନ୍ନ କ୍ୟାଟେଗୋରୀକୁ ଯେଉଁମାନେ ମିଟ୍ କରୁଛନ୍ତି ବା ଯେଉଁ ବିଭିନ୍ନ ବର୍ଗର ଯେଉଁମାନେ ଅଛନ୍ତି, ଧରନ୍ତୁ ଯେମିତି ପ୍ରଯୋଜକ ହେଲା, ନିର୍ଦ୍ଦେଶକ ହେଲେ ବା ସିନେମାଟୋଗ୍ରାଫର ହେଲେ ବା ଯେଉଁମାନେ ଏକ୍ଜିବିଟର ହେଲେ, ଯେଉଁମାନେ ଡିଷ୍ଟ୍ରିବ୍ୟୁଟର ଅଛନ୍ତି ବା ଯେଉଁମାନେ ଆଉଟଡୋର୍ ୟୁନିଟ୍ କରିଛନ୍ତି, ଯେଉଁମାନେ ଏଡ଼ିଟିଂ ବା ସେଟଅପ୍ କରିଛନ୍ତି, ଯେଉଁମାନଙ୍କର ପ୍ରତ୍ୟେକଟି ଜିନିଷ ଏସବୁ ଜିନିଷକୁ ଅଛି, ତା ସହିତ ଆମେ କଳା ସଂସ୍କୃତି ଭାଷା ଟୁରିଜମ୍ ଏ ସବୁ ଜିନିଷ ଯେଉଁଗୁଡ଼ିକ ଆମେ ଫିଲ୍ମ ଦ୍ୱାରା ପରୋକ୍ଷରେ ବା ପ୍ରତ୍ୟକ୍ଷରେ ଫିଲ୍ମ ଉପକୃତ ହେଇପାରିବ ବା ରାଜ୍ୟର କିଛି ଲାଭ ହେଇପାରିବ ବା ଦର୍ଶକମାନେ ଯେମିତି ଗୋଟେ ଭଲ ସିନେମାଟେ ବି ଦେଖିବେ। ତେଣୁକରି ଏ ସବୁ ଜିନିଷକୁ ଆଖିରେ ରଖିକି ଏ ଫିଲ୍ମ ପଲିସିଟି ଆସିବ। ଏବଂ ବାକି ରହିଲା ଯେଉଁଟା ଆପଣ କହୁଥିଲେ ଯେ ଫିଲ୍ମରେ ଟିକେଟ୍ର ରେଟ୍ କମିବ କି ନାହିଁ, ତ ବଟ୍ ନ୍ୟାଚୁରାଲ୍ ଆମେ ସେଇ ଜିନିଷ ଆମେ ଏକ୍ଜିବିଟର ମାନଙ୍କ ସହିତ ଆମକୁ ବସିକି ଦେଖିବାକୁ ପଡ଼ିବ ଯେ ସେମାନେ ସଜେସନ୍ ଦେବେ ଯେ କେତେ ଟିକେଟ୍ ହେଇପାରିଲେ ଭାଇବୁଲ୍ ହେବ। କାହିଁକିନା ଗୋଟେ ସିନେମାରେ ଖାଲି ଟିକେଟ୍ର କଥା କହିଲେ ତ ହେବନି। ତେଣୁକରି ଯଦି ଆପଣ ସେଇ ସିନେମାକୁ ମଲ୍ଟିପ୍ଲେକ୍ସରେ ଚଲାଉଛନ୍ତି ତାହେଲେ କେତେ ପଇସାର ଟିକେଟ୍ ହେବ, ଏବଂ ଯଦି ଆପଣ ଯେମିତି କହିଲେ ଯେ ବ୍ଲକ୍ ସ୍ତରରେ ଆମେ ସିନେମା ହଲ୍ ଯଦି କରୁଛେ ତାର ଟିକେଟ୍ କେତେ ହେବ, ଏସବୁ ନିର୍ଦ୍ଧାରଣ ସେଇ ଜାଗାରେ ହେବ। ତେଣୁକରି ଏ ପ୍ରତ୍ୟେକଟି ଜିନିଷ ନିର୍ଦ୍ଧାରଣ ହେବ ଯେତେବେଳେ ଆମେ ଗୋଟେ ଚଳଚ୍ଚିତ୍ର ନୀତି ଗୋଟେ ଆମେ ନେଇକରି ଆସିବା, ତ ଆଉ ସମସ୍ତଙ୍କୁ ତା ଭିତରେ ସାମିଲ କରିକି ଆମେ ସେ ନୀତିକୁ ଆଣିବା, ତାହେଲେ ନିଶ୍ଚିତ ଭାବରେ ଏଇଟା ହେଇପାରିବ, କାହିଁ ହେଇପାରିବନି। ଜିତିଲା ପରେ ପୂର୍ବରୁ ଆପଣ ଜିତିଲା ପରେ କହିଥିଲେ କି ମନୋରଞ୍ଜନ ଶିଳ୍ପର ଉନ୍ନତି ପାଇଁ ପଲିସି ଆଣିବେ ବୋଲି, ସେ ଦିଗରେ କେତେ ବାଟ କ'ଣ? ତ ଏଇଥର ନିର୍ବାଚନ ଏଇ ଯେଉଁ ବିଧାନସଭା ଭିତରେ ଯେତେବେଳେ ଆମେ ଶିଳ୍ପର ଯେତେବେଳେ ବଜେଟ୍ର କଥା ଆସିଲା ସେତେବେଳେ ମୋର ଗୋଟେ ଆଗ୍ରହ ଥିଲା ଯେ ମାନ୍ୟବର ମନ୍ତ୍ରୀ ଏବଂ ବିଧାନସଭାରେ ଯେତେବେଳେ ଡିସ୍କସନ୍ ଚାଲିଥିଲା ଭୋଟ୍ ଅନ୍ ଆକାଉଣ୍ଟ ଉପରେ, ସେତେବେଳେ ମୋର ଗୋଟେ କଥା ମୁଁ ରଖିଥିଲି ସେ ଜାଗାରେ ଯେ ବିଗତ ବର୍ଷମାନଙ୍କରେ କେମିତି କ'ଣ ଘଟିଛି ଏବଂ କେତେ ବର୍ଷର ଆମର ଏ ଇଣ୍ଡଷ୍ଟ୍ରି ଏ ପ୍ରତ୍ୟେକ ଜିନିଷ ସହିତ ଗୋଟେ ପୁରୁଣା ପଲିସି ପୂର୍ବତନ ସରକାର ସେଇଟାକୁ ପ୍ରଣୟନ କରିଥିଲେ, ତ ସେଇଟାର କେତେ ସୁଫଳ ମିଳିଲା ନା ମିଳିଲାନି ସେ ବିଷୟରେ ବି କିଛି ଚର୍ଚ୍ଚା ହେଇଥିଲା ସେଇ ଜାଗାରେ। ଏବଂ ତା ସହିତ ଗୋଟେ ନୂତନ ନୀତି ଆମକୁ ଆଣିବାକୁ ପଡ଼ିବ, ଏବଂ ଏ ବିଷୟରେ ମୋତେ ଯଦି କୁହାଯିବ ବ୍ୟକ୍ତିଗତ ସ୍ତରରେ ଆମର ଯିଏ ଶିଳ୍ପ ମନ୍ତ୍ରୀ ଯିଏ ଅଛନ୍ତି ତାଙ୍କ ସହିତ ବି ମୋର ବସିକି ଆମେ କଥା ହେଇଛୁ, ବିଷୟରେ ଅନେକ କଥା ହେଇଛୁ ଏଇଟା, ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବି ଏ ବିଷୟରେ ମୁଁ ଅବଗତ କରେଇଛି। ସୋ ମୁଁ ଭାବୁଛି ଯେ ଏଇ ଆସେମ୍ବଲି ସେସନ୍ ସରିଗଲା ପରେ ଗୋଟେ ଆମେ ମିଟିଂ ଡାକିବା କମ୍ପ୍ରିହେନ୍ସିଭ୍, ଯେମିତିକି ଆମର ଯେଉଁମାନେ ଷ୍ଟେକ୍ ହୋଲ୍ଡର୍ସ ଅଛନ୍ତି ଇଣ୍ଡଷ୍ଟ୍ରିର ପ୍ରତ୍ୟେକଟି ଷ୍ଟେକ୍ ହୋଲ୍ଡରକୁ ଆମେ ଡାକିବା, ପ୍ରଥମେ ଗୋଟେ ଆଗ ମିଟିଂ କରିବା, ଦେନ୍ ଆମେ ଦେଖିବା ଯେ ସେ ଷ୍ଟେକ୍ ହୋଲ୍ଡରଙ୍କ ଭିତରୁ ସମସ୍ତଙ୍କୁ ନେଇକି ଆମେ ଯେମିତି ଗୋଟେ କମିଟି କରିପାରିବା, ଏବଂ ଯେଉଁ କମିଟିରେ ଏ ପ୍ରତ୍ୟେକଟି ରିପ୍ରେଜେଣ୍ଟେଟିଭ୍ ପ୍ରତିନିଧି ରହିବେ ତା ଭିତରେ, ଏବଂ ତାକୁ ନେଇକରି ଆମେ ପ୍ରତ୍ୟେକଟି ଯେଉଁମାନେ ସଚିବ ଅଛନ୍ତି, ଯେଉଁ ବିଭାଗ ୟା ଭିତରେ ଆସିବ, ସେ ପ୍ରତ୍ୟେକଟି ବିଭାଗର ସବୁତକ ସମସ୍ତଙ୍କର ଯାହା ସଜେସନ୍ସ ରହିବ, ଏ ପ୍ରତ୍ୟେକ ଜିନିଷକୁ ନେଇକି ଆମେ ଗୋଟେ ସେମିତି ପଲିସି ଆମେ ତିଆରି କରିବା। ବାକି ଯେତେବେଳେ ବଜେଟ୍ ହେଇଥିଲା ସେ ବଜେଟ୍ରେ କିଛି ପଇସାର ଗୋଟେ ଆଲୋକେସନ୍ କରାହେଇଥିଲା କଳିଙ୍ଗ ଷ୍ଟୁଡ଼ିଓ ପାଇଁ, ଆରାଉଣ୍ଡ 20 crores ଗୋଟେ ଆଲୋକେସନ୍ କରାହେଇଛି ସେଥିରେ, ଏବଂ ତା ସହିତ ଗୋଟେ କୁହାଯାଇଥିଲା ଯେ ଗୋଟେ ଫିଲ୍ମ ସିଟିର ଯୋଜନା ବି ପରିଯୋଜନା କରାଯାଇଛି ଫିଲ୍ମ ସିଟି ପାଇଁ। ତ ଏ ସବୁ ବିଷୟରେ ହେବ ଯେତେବେଳେ ଆମେ ଗୋଟେ ନୀତି ପ୍ରଣୟନ କରିବା, ଫିଲ୍ମର ଶିଳ୍ପ ନୀତି ଆମେ ଗୋଟେ ପ୍ରଣୟନ ବା ଫିଲ୍ମ ପଲିସି ଆମେ ଗୋଟେ ତିଆରି କରିବା, ସେତେବେଳେ ଆମେ ଏଇ ସବୁ ବିଷୟ ତା ଭିତରେ ଆସିବ। ତେଣୁକରି ଏଇଟା ଗୋଟେ ବହୁତ ବଡ଼ ଜିନିଷ ଗୋଟେ ଫିଲ୍ମ ପଲିସି ଆସିବାଟା। ତେଣୁକରି ମୋର ଗୋଟେ ଇଚ୍ଛା ରହିବ ଏବଂ ଆଗ୍ରହ ରହିବ ଯେ ଆମର ଇଣ୍ଡଷ୍ଟ୍ରିର ପ୍ରତ୍ୟେକଟି ଲୋକ ତା ଭିତରେ ପ୍ରତିନିଧି ଯେଉଁମାନେ ଅଛନ୍ତି ସେମାନଙ୍କର ପ୍ରତିନିଧିତ୍ୱ ରହୁ ତା ଭିତରେ, ରହିକି ଗୋଟେ ଫିଲ୍ମ ପଲିସି ତିଆରି ହଉ, ତାହେଲେ ଯେଉଁଥିରୁ କି ଆମେ ଓଡ଼ିଆ ଫିଲ୍ମକୁ ଆଖିରେ ରଖିକି ବା ଆମ ଇଣ୍ଡଷ୍ଟ୍ରିର କଥା ତାକୁ ଆଖିରେ ରଖିକି ଏ ପଲିସିଟାକୁ ତିଆରି କରାଯାଉ, ତାହେଲେ ୟାର ସୁଫଳ ନିଶ୍ଚିତ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବା ଯେଉଁମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନଙ୍କୁ ମିଳିପାରିବ। ଏବଂ ମୁଁ ଭାବୁଛି ଯେ ଯେଉଁ ଗୋଟେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁ ଗୋଟେ ଗୌରବମୟ ଇତିହାସ ଅଛି, ସେ ଇତିହାସକୁ ପୁଣି ଥରେ ଆଉ ଥରେ ଆମେ ଦୋହରାଇ ପାରିବା ସେ ଜିନିଷକୁ, ସେ ବିଶ୍ୱାସ ତ ମୋର ଅଛି।
ଓଡ଼ିଆ ସିନେମାର ଟିକେଟ୍‌ର ଦାମ୍ କମିବ ନା ନାହିଁ? ଓ ମାନେ ସିନେମା ହଲ୍‌ଗୁଡ଼ିକ ବ୍ଲକ୍ ଲେବୁଲ୍‌ର ଖୋଲିବ ନା ନାହିଁ? ଏ ଉପରେ ଆପଣଙ୍କର କ'ଣ? ଏକ୍ଜାକ୍ଟଲି ମୁଁ ସେଥିପାଇଁ କହିଲି ଯେ ଏଇ ଯେଉଁ ଜିନିଷଟି ଆପଣ କହିଲେ, ଏଇ ଜିନିଷଟି ମୁଁ ସେଥିପାଇଁ କହିଲି ଯେ ଯେଉଁମାନେ ଆମର ବିଭିନ୍ନ ବିଭିନ୍ନ କ୍ୟାଟେଗୋରୀକୁ ଯେଉଁମାନେ ମିଟ୍ କରୁଛନ୍ତି ବା ବିଭିନ୍ନ ବର୍ଗର ଯେଉଁମାନେ ଅଛନ୍ତି, ଧରନ୍ତୁ ଯେମିତି ପ୍ରଯୋଜକ ହେଲା, ନିର୍ଦ୍ଦେଶକ ହେଲେ ବା ସିନେମାଟୋଗ୍ରାଫର ହେଲେ ବା ଯେଉଁମାନେ ଏକ୍ଜିବିଟର ହେଲେ, ଯେଉଁମାନେ ଡିଷ୍ଟ୍ରିବ୍ୟୁଟର ଅଛନ୍ତି ବା ଯେଉଁମାନେ ଆଉଟଡୋର୍ ୟୁନିଟ୍ କରିଛନ୍ତି, ଯେଉଁମାନେ ଏଡ଼ିଟିଂ ବା ସେଟଅପ୍ କରିଛନ୍ତି, ଯେଉଁମାନଙ୍କର ପ୍ରତ୍ୟେକଟି ଜିନିଷ ଏସବୁ ଜିନିଷକୁ ଅଛି, ତା ସହିତ ଆମେ କଳା ସଂସ୍କୃତି ଭାଷା ଟୁରିଜମ୍ ଏ ସବୁ ଜିନିଷ ଯେଉଁଗୁଡ଼ିକ ଆମେ ଫିଲ୍ମ ଦ୍ୱାରା ପରୋକ୍ଷରେ ବା ପ୍ରତ୍ୟକ୍ଷରେ ଫିଲ୍ମ ଉପକୃତ ହେଇପାରିବ ବା ରାଜ୍ୟର କିଛି ଲାଭ ହେଇପାରିବ ବା ଦର୍ଶକମାନେ ଯେମିତି ଗୋଟେ ଭଲ ସିନେମାଟେ ବି ଦେଖିବେ। ତେଣୁକରି ଏ ସବୁ ଜିନିଷକୁ ଆଖିରେ ରଖିକି ଏ ଫିଲ୍ମ ପଲିସିଟି ଆସିବ। ଏବଂ ବାକି ରହିଲା ଯେଉଁଟା ଆପଣ କହୁଥିଲେ ଯେ ଫିଲ୍ମରେ ଟିକେଟ୍ର ରେଟ୍ କମିବ କି ନାହିଁ, ତ ବଟ୍ ନ୍ୟାଚୁରାଲ୍ ଆମେ ସେଇ ଜିନିଷ ଆମେ ଏକ୍ଜିବିଟର ମାନଙ୍କ ସହିତ ଆମକୁ ବସିକି ଦେଖିବାକୁ ପଡ଼ିବ ଯେ ସେମାନେ ସଜେସନ୍ ଦେବେ ଯେ କେତେ ଟିକେଟ୍ ହେଇପାରିଲେ ଭାଇବୁଲ୍ ହେବ। କାହିଁକିନା ଗୋଟେ ସିନେମାରେ ଖାଲି ଟିକେଟ୍ର କଥା କହିଲେ ତ ହେବନି। ତେଣୁକରି ଯଦି ଆପଣ ସେଇ ସିନେମାକୁ ମଲ୍ଟିପ୍ଲେକ୍ସରେ ଚଲାଉଛନ୍ତି ତାହେଲେ କେତେ ପଇସାର ଟିକେଟ୍ ହେବ ଏବଂ ଯଦି ଆପଣ ଯେମିତି କହିଲେ ଯେ ବ୍ଲକ୍ ସ୍ତରରେ ଆମେ ସିନେମା ହଲ୍ ଯଦି କରୁଛେ ତାର ଟିକେଟ୍ କେତେ ହେବ, ଏସବୁ ନିର୍ଦ୍ଧାରଣ ସେଇ ଜାଗାରେ ହେବ। ତେଣୁକରି ଏ ପ୍ରତ୍ୟେକଟି ଜିନିଷ ନିର୍ଦ୍ଧାରଣ ହେବ ଯେତେବେଳେ ଆମେ ଗୋଟେ ଚଳଚ୍ଚିତ୍ର ନୀତି ଗୋଟେ ଆମେ ନେଇକରି ଆସିବା। ତ ଆଉ ସମସ୍ତଙ୍କୁ ତା ଭିତରେ ସାମିଲ କରିକି ଆମେ ସେ ନୀତିକୁ ଆଣିବା, ତାହେଲେ ନିଶ୍ଚିତ ଭାବରେ ଏଇଟା ହେଇପାରିବ, କାହିଁ ହେଇପାରିବନି। ଦଶହରାରେ ଆପଣଙ୍କର କିଛି ସିନେମା ଆସୁଛି ଯେ ପର୍ବ ଉପରେ ବେଶୀ ଆଲୋଚନା ଚାଲିଛି? ନାଇଁ ପରବ ଆସୁନି, ଦଶହରାରେ ସେମାନେ ଆସୁନାହାନ୍ତି। ସୋ ବଟ୍ ଦଶହରା ପରେ ପରେ ସେ ଚଳଚ୍ଚିତ୍ରଟି ଆମର ରିଲିଜ୍ ହେବ ସେଇଟା। ତେଣୁକରି ଯେଉଁମାନେ ଦଶହରାରେ ଆସୁଛନ୍ତି ସେମାନଙ୍କୁ ବି ମୋର ବହୁତ ବହୁତ ସାଧୁବାଦ ମୁଁ ଜଣେଇବି, ସେମାନଙ୍କୁ ଶୁଭେଚ୍ଛା ଜଣେଇବି, ଅଭିନନ୍ଦନ ଜଣେଇବି ଯେ ଆସନ୍ତୁ, ଭଲ ସିନେମା ନେଇକି ଆସନ୍ତୁ, ଭଲ ସିନେମା କରନ୍ତୁ, ସିନେମାର ସକ୍ସେସ୍ ବି ମିଳୁ ସେମାନଙ୍କୁ, ଆଉ ସିନେମା ବି ସକ୍ସେସଫୁଲ୍ ହଉ, ଦର୍ଶକଙ୍କୁ ଭଲ ଲାଗୁ। ତାହେଲେ ନିଶ୍ଚିତ ଭାବରେ ତା ପରବର୍ତ୍ତୀ ସମୟରେ ଯେଉଁ ସିନେମା ଗୁଡ଼ିକ ଆସିବ ସେଗୁଡ଼ିକ ବି ଦର୍ଶକ ଆସିବେ ଏବଂ ସେମାନେ ବି ତାଙ୍କ ଦ୍ୱାରା, ମୁଁ ଭାବୁଛି ଭଲ ସିନେମା ହେଇଥିଲେ ନିଶ୍ଚିତ ଭାବରେ ସେଇଟା ଦର୍ଶକଙ୍କ ଦ୍ୱାରା ଆଦୃତ ବି ହେବ। ଏ ଯେଉଁ ପର୍ବରେ ମାନେ ଆମେ ଅସ୍ମିତା ୱାର୍ଡଟି ବେଶୀ ବୋଧେ ଆପଣଙ୍କ ଠାରୁ ଶୁଣିଥିବୁ, ଅସ୍ମିତା ବିଷୟରେ ଆଲୋଚନା ବି କରୁଥିଲେ, ସେଇ ଅସ୍ମିତା କଥା ପର୍ବରେ ଅଛି। ଆଚ୍ଛା, ତ ମୁଁ ଜାଣିନି ଏବେ ସେ ଷ୍ଟୋରି ତାକୁ ରିଭିଲ୍ କରିବାର ଅଛି କି ନାହିଁ ମୁଁ ତ ଜାଣିନି, ବଟ୍ ନିଶ୍ଚିତ ଭାବରେ ଓଡ଼ିଶାର କଥା ବି ରହିଛି ଆ ଭିତରେ। ତ ଆମେ ଚେଷ୍ଟା କରିଛୁ ସେମିତି ଗୋଟେ କାହାଣୀ କରିବା ପାଇଁ, ଓଡ଼ିଆ ଅସ୍ମିତାକୁ ନେଇକି, ଓଡ଼ିଶାର ସ୍ୱାଭିମାନକୁ ନେଇକି ସେ କାହାଣୀଟି ତିଆରି ହେଇଛି। ତେଣୁକରି ମୁଁ ଭାବୁଛି, ତ ଆମେ ଚେଷ୍ଟା କରିଛୁ, ଯେମିତି ମୁଁ କୁହେ ସବୁବେଳେ, ତ ମୋର ତ ବିଶ୍ୱାସ ଅଛି ନିଶ୍ଚିତ ଭାବରେ ଆମ ଦର୍ଶକମାନଙ୍କୁ ଏଇ ସିନେମାଟି ଭଲ ଲାଗିବ, ଗୋଟେ ଭିନ୍ନ ସ୍ୱାଦର ସିନେମାଟି, ତ ଭଲ ଲାଗିବ ଏଇଟା। ଆଉ ମୁଁ ଆଶା କରିବି ଯେ ସିନେମାଟି ରିଲିଜ୍ ତ ବହୁତ ଜଲ୍ଦି ହେବ, ଦଶହରାରେ ନହେଲେ ବି ବହୁତ ଜଲ୍ଦି ହେବ, ତା ପାଖାପାଖି ଚଳଚ୍ଚିତ୍ରଟି ଶୁଭମୁକ୍ତି କରିବ ସେଥିରେ। ସୋ ହେଇସାରିଲା ପରେ ପୁଣି ଆଉ ଥରେ ତା ବିଷୟରେ କଥା ହେବ। ଓକେ।